बंधुगण 1 ଜାନୁଆରୀ 2026 ନୂଆ ବର୍ଷ ଦିନ କରିନିଅନ୍ତୁ ଏକ ମୁଠି ଧଣିଆର ଏହି ମହା ଉପାୟ। ଜୀବନରେ ଚାଲିଥିବା ସମସ୍ତ କଷ୍ଟ ସମସ୍ତ ସମସ୍ୟାରୁ ତୁରନ୍ତ ଆପଣଙ୍କୁ ମିଳିଯିବ ମୁକ୍ତି। ଆପଣଙ୍କୁ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତି ହେବ। ଆପଣଙ୍କ ଜୀବନରେ ଧନର ବର୍ଷା ହେବ। ଏହା ସହିତ ଆପଣ ମଧ୍ୟ ବନିଯିବେ କୋଟିପତି। ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଯିବ। ବନ୍ଧୁଗଣ ଖୁବ୍ ଶୀଘ୍ର ନୂଆ ବର୍ଷ 2026ର ଆରମ୍ଭ ହେବା ପାଇଁ ଯାଉଅଛି ଏବଂ ଏହି ଦିନ ଯଦି ଆପଣ କେବଳ 2ରୁ 4 ମିନିଟ୍ ସମୟ ବାହାର କରି ଏକ ମୁଠି ଧଣିଆର ସେହି ପ୍ରାଚୀନ କାଳର ମହା ଉପାୟକୁ କରି ନିଅନ୍ତି, ଯାହା ବିଷୟରେ ତନ୍ତ୍ରଶାସ୍ତ୍ରରେ ଉଲ୍ଲେଖ ରହିଛି, ତ ଏହି ଉପାୟଟିକୁ କରିବା ପରେ ହଠାତ୍ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଏବଂ ବରଦାନ ପ୍ରାପ୍ତି ହେବ, ଯାହାଦ୍ୱାରା ଆପଣଙ୍କର ଜନ୍ମ ଜନ୍ମାନ୍ତରର ଦାରିଦ୍ର୍ୟତା କଷ୍ଟ ସମସ୍ୟା ସବୁକିଛି ଦୂର ହୋଇଯିବ। ତ ଆଜିର ଏହି ଭିଡ଼ିଓରେ ଧଣିଆର ଯେଉଁ ଉପାୟ ମୁଁ ଆପଣଙ୍କୁ କହିବା ପାଇଁ ଯାଉଛି, ଏହା ଆପଣଙ୍କ ପାଇଁ ଚମତ୍କାରୀ ଉପାୟ ଅଟେ, ଯାହାର ଶୁଭଫଳ ଆପଣଙ୍କୁ ନିଶ୍ଚିନ୍ତ ରୂପରେ ପ୍ରାପ୍ତି ହେବ। ସେଥିପାଇଁ ଆପଣମାନେ ନିଜର ଫାଇଦା ପାଇଁ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ରୂପରେ ଦେଖନ୍ତୁ। ତେବେ ଭିଡ଼ିଓଟିର ଆଗକୁ ବଢ଼ିବା ପୂର୍ବରୁ ଆପଣମାନେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଭକ୍ତି ଆଉ ଶ୍ରଦ୍ଧାର ସହିତ ଜୟ ମା ଲକ୍ଷ୍ମୀ ନିଶ୍ଚୟ ରୂପରେ ଲେଖନ୍ତୁ। ବନ୍ଧୁଗଣ ସମସ୍ତ ବେଦଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ରହିଛି ଯେ କୌଣସି ଶୁଭ ଦିନରେ ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ମୁଦ୍ରାରେ ରହିଥାନ୍ତି। ଏହି ସମୟରେ ମା ଲକ୍ଷ୍ମୀ ସ୍ୱୟଂ ଧରିତ୍ରୀରେ ନିବାସ କରିଥାନ୍ତି ଏବଂ ନିଜର ଭକ୍ତମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ଏହି ଦିନ ମା ଲକ୍ଷ୍ମୀଙ୍କର ସବୁଠାରୁ ଅତ୍ୟନ୍ତ ପ୍ରିୟ ଜିନିଷ ଧଣିଆର ଉପାୟ ଯଦି କୌଣସି ବି ବ୍ୟକ୍ତି କରିଥାଏ, ତେବେ ସେହି ବ୍ୟକ୍ତିକୁ ମା ଲକ୍ଷ୍ମୀ ସ୍ୱୟଂ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ତେବେ ବନ୍ଧୁଗଣ ନୂଆ ବର୍ଷ ଦିନ ଆପଣ ଧଣିଆ କିଣିକି ନିଶ୍ଚୟ ରୂପରେ ଆପଣଙ୍କର ଘରକୁ ଆଣନ୍ତୁ ଏବଂ ଧଣିଆର ଉପାୟ ମଧ୍ୟ ପାଳନ କରନ୍ତୁ। ବନ୍ଧୁଗଣ ଧଣିଆର ସିଧାସଳଖ ସମ୍ବନ୍ଧ ମା ଲକ୍ଷ୍ମୀଙ୍କ ସହିତ ରହିଥାଏ। ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ ଧଣିଆରେ ମା ଲକ୍ଷ୍ମୀଙ୍କର ଦିବ୍ୟ ଶକ୍ତି ଗୁଡ଼ିକର ନିବାସ ରହିଛି। ତନ୍ତ୍ରଶାସ୍ତ୍ର ଅନୁସାରେ ନୂଆ ବର୍ଷର ପ୍ରଥମ ଦିନରେ ଯଦି ଆପଣ ଏହି ଧଣିଆର ଉପାୟକୁ ସଠିକ୍ ମୁହୂର୍ତ୍ତରେ ସଠିକ୍ ସମୟରେ ସମ୍ପୂର୍ଣ୍ଣ ବିଧିବିଧାନ ପୂର୍ବକ କରିନେଉଛନ୍ତି, ତେବେ ନିଶ୍ଚିନ୍ତ ଭାବରେ ଏହି ଉପାୟକୁ ଆପଣ କରିବା ପରେ ଆପଣଙ୍କୁ ଲାଭ ପ୍ରାପ୍ତି ହେବ, ଯାହା ଫଳରେ ନିଜ ଜୀବନରେ ଆପଣ ଚମତ୍କାରୀ ପରିବର୍ତ୍ତନ ଦେଖିବାକୁ ପାଇବେ। ଯେଉଁ ବି କାର୍ଯ୍ୟ ଆପଣ ଆରମ୍ଭ କରିବେ, ସେହି କାର୍ଯ୍ୟରେ ନିଶ୍ଚିନ୍ତ ଭାବରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ଆପଣଙ୍କ ଜୀବନରେ ଧନର ବର୍ଷା ହେବ ଏବଂ ମା ଲକ୍ଷ୍ମୀଙ୍କର ଅସୀମ କୃପା ମଧ୍ୟ ଆପଣଙ୍କୁ ପ୍ରାପ୍ତି ହେବ। ତେବେ ବନ୍ଧୁଗଣ ଏବେ ଆସନ୍ତୁ ଜାଣିନେବା ନୂଆ ବର୍ଷର ପ୍ରଥମ ଦିନରେ କରାଯାଉଥିବା ଧଣିଆର କିଛି ଚମତ୍କାରୀ ଉପାୟ ଗୁଡ଼ିକ ବିଷୟରେ। ତ ସବୁଠାରୁ ସର୍ବପ୍ରଥମ ଉପାୟଟି ହେଉଛି, ଯଦି ଆପଣଙ୍କର ଅଯଥା ଖର୍ଚ୍ଚ ଗୁଡ଼ିକ ବହୁତ ଅଧିକ ହେଉଥାଏ, ତ ସେହି ଅଯଥା ଖର୍ଚ୍ଚ ଗୁଡ଼ିକୁ କମ୍ କରିବା ପାଇଁ ଏହା ହେଉଛି ଆପଣଙ୍କର ଧନ ସଞ୍ଚୟ ହେବାର ମହା ଉପାୟ। ବନ୍ଧୁଗଣ ଯଦି ଆପଣ ଯେତେ ରୋଜଗାର କଲେ ମଧ୍ୟ ତାହା ଆପଣ ସଞ୍ଚୟ କରିପାରୁନାହାନ୍ତି, କୌଣସି ନା କୌଣସି ବାଟରେ ଖର୍ଚ୍ଚ ହୋଇଯାଉଛି, ଆପଣ ଯେତେ ରୋଜଗାର କରିବା ପରେ ମଧ୍ୟ ପୁଣି ଥରେ ଆପଣଙ୍କୁ ଋଣ କରଜ କରିବା ପାଇଁ ପଡ଼ୁଛି ଏବଂ ଆପଣଙ୍କ ଉପରେ ଋଣ କରଜର ଭାର ମଧ୍ୟ ବଢ଼ିଯାଉଛି, ଏହି ସବୁ କିଛିକୁ ଶୁଝିବା ପାଇଁ ଆପଣ ସାମର୍ଥ୍ୟ ହୋଇପାରୁନାହାନ୍ତି, କିମ୍ବା ଯଦି ଆପଣଙ୍କ ଜୀବନରେ ଧନ ଆସିବାର ମାର୍ଗ ଗୁଡ଼ିକ ବନ୍ଦ ହୋଇଯାଇଛି, ତେବେ ଏହି ଧଣିଆର ଉପାୟକୁ ନୂଆ ବର୍ଷର ପ୍ରଥମ ଦିନରେ ସଠିକ୍ ସମୟରେ ସଠିକ୍ ମୁହୂର୍ତ୍ତରେ କରିନିଅନ୍ତୁ। ଆପଣଙ୍କର ସମସ୍ତ ସମସ୍ୟା ଗୁଡ଼ିକ ଦୂର ହୋଇଯିବ ଏବଂ ଆପଣଙ୍କୁ ମା ଲକ୍ଷ୍ମୀଙ୍କର ବିଶେଷ କୃପା ମଧ୍ୟ ପ୍ରାପ୍ତି ହେବ। ତେବେ ଆପଣଙ୍କୁ ଏହି ଉପାୟଟି ନୂଆ ବର୍ଷ ଦିନ ରାତ୍ରି 8ଟା ପରେ କରିବାର ଅଛି। ରାତି 8ଟା ପରେ ଆପଣ ଏକ ମୁଠି ଧଣିଆ ନେଇଯାଆନ୍ତୁ। ତେବେ ମନେ ରଖିବେ ଯେ ଆପଣ ଯେତେବେଳେ ଏହି କାର୍ଯ୍ୟଟିକୁ କରୁଛନ୍ତି, ସେହି ସମୟରେ ଆପଣ ସମ୍ପୂର୍ଣ୍ଣ ଭାବରେ ଶୁଦ୍ଧ ରହିବା ଉଚିତ। ଆପଣ ଭଲ ଭାବରେ ଧୋଇ ହୋଇ କୌଣସି ଏକ ଶୁଦ୍ଧ ବସ୍ତ୍ର ପରିଧାନ କରିକି ଆପଣ ଏହି ଉପାୟଟିକୁ କରନ୍ତୁ। ଯଦି ଆପଣ ପାରିବେ ତାହେଲେ ହଳଦିଆ ରଙ୍ଗ କିମ୍ବା
ଲାଲ ରଙ୍ଗର ବସ୍ତ୍ର ପିନ୍ଧିବେ, କାହିଁକିନା ହଳଦିଆ ଏବଂ ଲାଲ ରଙ୍ଗ ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ। ତ ଏହି ରଙ୍ଗର ବସ୍ତ୍ର ପରିଧାନ କରି ଆପଣ ଉପାୟଟିକୁ ପାଳନ କରିବେ ଏବଂ ମନେ ରଖିବେ, ଯେଉଁଦିନ ଆପଣ ଏହି ଉପାୟଟିକୁ ପାଳନ କରୁଛନ୍ତି ସେହିଦିନ ଆପଣ କୌଣସି ପ୍ରକାରର ତାମସିକ ଭୋଜନ କରିବେ ନାହିଁ। ଅର୍ଥାତ୍ ନୂଆ ବର୍ଷର ପ୍ରଥମ ଦିନରେ ଆପଣ କୌଣସି ପ୍ରକାରର ତାମସିକ ଭୋଜନ କରିବେ ନାହିଁ ଏବଂ ବ୍ରହ୍ମଚର୍ଯ୍ୟ ବ୍ରତର ପାଳନ କରିବେ ଏବଂ ଏହି ଉପାୟଟିକୁ ପାଳନ କରିବେ। ତେବେ ଆପଣ ଏକ ମୁଠି ଧଣିଆ ନେଇ ନିଜର ପୂଜା ଘରକୁ ଯାଆନ୍ତୁ ଏବଂ ସେଠାରେ ମା ଲକ୍ଷ୍ମୀଙ୍କର ଯେଉଁ ଫଟୋ ଚିତ୍ର ରଖିଛନ୍ତି ତାଙ୍କ ସମ୍ମୁଖରେ ବସିଯାଆନ୍ତୁ ଏବଂ ମାଙ୍କ ସମ୍ମୁଖରେ ଏକ ଘିଅର ଦୀପ ପ୍ରଜ୍ୱଳନ କରନ୍ତୁ। ତାପରେ ମାଙ୍କ ସମ୍ମୁଖରେ ଏକ ଲାଲ ରଙ୍ଗର କପଡ଼ା ବିଛାଇ ଦିଅନ୍ତୁ। ଆଉ ଯେଉଁ ଏକ ମୁଠି ଧଣିଆ ଆପଣ ନେଇଥିଲେ ସେହି ଧଣିଆକୁ ଆପଣ ସେହି କପଡ଼ା ଉପରେ ରଖିଦିଅନ୍ତୁ। ତାପରେ ତାକୁ ଏକ ପୁଟୁଳି ବନାଇ କରି ନିଜର ହାତରେ ଧରି ନିଅନ୍ତୁ ଏବଂ ତାକୁ ନିଜର ହାତରେ ଧରି ଆପଣ ନମସ୍କାର କରିବା ମୁଦ୍ରାରେ ବସନ୍ତୁ। ତାପରେ ମା ଲକ୍ଷ୍ମୀଙ୍କର ବୀଜ ମନ୍ତ୍ରକୁ ଆପଣ 11 ଥର ଜପ କରନ୍ତୁ। ମା ଲକ୍ଷ୍ମୀଙ୍କର ବୀଜ ମନ୍ତ୍ର ହେଉଛି ଓମ୍ ମହାଲକ୍ଷ୍ମୀ ନମଃ। ଏହି ମନ୍ତ୍ରକୁ ଆପଣ ଏହି ପୁଡ଼ିଆଟିକୁ ହାତରେ ଧରି 11 ଥର ଜପ କରନ୍ତୁ। ଏପରି କରିବା ଦ୍ୱାରା ସେହି ପୁଟୁଳିଟି ଆପଣଙ୍କର ଅଭିମନ୍ତ୍ରିତ ହୋଇଯାଇଥାଏ। ସେଥିରେ ମା ଲକ୍ଷ୍ମୀଙ୍କର ସବୁ ଆଶୀର୍ବାଦ ଗୁଡ଼ିକ ମଧ୍ୟ ରହିଯାଇଥାଏ। ତାପରେ ସେହି ପୁଟୁଳିଟିକୁ ଆପଣ ରାତିସାରା ମାଙ୍କର ପାଦ ତଳେ ରଖିଦିଅନ୍ତୁ ଏବଂ ତା ପରଦିନ ଆପଣ ସେହି ପୁଟୁଳିଟିକୁ ନେଇ ନିଜର ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଯଦି ଆପଣ ତାକୁ ନେଇକି ନିଜର ଆଲମାରିରେ ରଖୁଛନ୍ତି, ଯେଉଁ ସ୍ଥାନରେ ଆପଣ ନିଜର ଟଙ୍କା ସୁନା ରଖୁଛନ୍ତି, ତେବେ ସେହି ଜାଗାର ଦକ୍ଷିଣ ଦିଗକୁ ଆପଣ ଏହି ପୁଟୁଳିଟିକୁ ନେଇ ରଖିଦେବେ। ଏପରି କରିବା ଦ୍ୱାରା ଏହା ଆପଣଙ୍କ ଜୀବନରେ ଚୁମ୍ବକ ପରି ଧନ ଟାଣିବାର କାର୍ଯ୍ୟ କରିଥାଏ। ଏହା ଆପଣଙ୍କର ଗୃହକୁ ଧନର ଆକର୍ଷଣ କରିଥାଏ ଏବଂ ଏହାଦ୍ୱାରା ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କର ମଧ୍ୟ ନିବାସ ହୋଇଥାଏ। ଏହାପରେ ଆପଣଙ୍କର ସମସ୍ତ ଧନଜନିତ ସମସ୍ୟା ଗୁଡ଼ିକ ଦୂର ହୋଇଯିବ। ଯଦି ଆପଣଙ୍କର ଋଣ କରଜର ଭାର ବଢ଼ିଯାଇଛି, ତେବେ ନିଶ୍ଚିନ୍ତ ଭାବରେ ଧୀରେ ଧୀରେ ଆପଣ ତାକୁ ଶୁଝିବାରେ ସାମର୍ଥ୍ୟ ହୋଇପାରିବେ ଏବଂ ଆପଣଙ୍କର ଅଯଥା ଖର୍ଚ୍ଚ ଗୁଡ଼ିକ ଯାହା ଆପଣଙ୍କର ହେଉଥିଲା, ସେହି ଅଯଥା ଖର୍ଚ୍ଚ ଗୁଡ଼ିକ ମଧ୍ୟ ଆପଣଙ୍କର ଧୀରେ ଧୀରେ କମ୍ ହୋଇଯିବ। ଏହା ସହିତ ଆପଣଙ୍କର ରୋଜଗାରରେ ମଧ୍ୟ ବୃଦ୍ଧି ଆସିବ। ଆପଣଙ୍କ ପାଇଁ ରୋଜଗାରର ନୂଆ ନୂଆ ବାଟ ଗୁଡ଼ିକ ଖୋଲିଯିବ ଏବଂ ଯଦି ଆପଣ ବିଜନେସ୍ କରୁଛନ୍ତି, ତେବେ ଆପଣଙ୍କର ବିଜନେସ୍ରେ ମଧ୍ୟ ଗ୍ରୋଥ୍ ହେବ। ଦ୍ୱିତୀୟ ଉପାୟଟି ହେଉଛି ଶୁକ୍ର ଗ୍ରହଙ୍କୁ ମଜବୁତ ବନାଇବାର ମହା ଉପାୟ। ବନ୍ଧୁଗଣ, ଆପଣମାନେ ଜାଣି ରଖିବା ଉଚିତ ଯେ ଶୁକ୍ର ହେଉଛନ୍ତି ଧନଧାନ୍ୟର କାରକ ଗ୍ରହ ଏବଂ ଶୁକ୍ର ଗ୍ରହଙ୍କର ନିୟନ୍ତ୍ରଣ ମା ଲକ୍ଷ୍ମୀଙ୍କ ହାତରେ ହୋଇଥାଏ। ତେବେ ବନ୍ଧୁଗଣ, ଯେଉଁ ବ୍ୟକ୍ତିଙ୍କର କୁଣ୍ଡଳୀରେ ଶୁକ୍ର ଉଚ୍ଚ ସ୍ଥିତିରେ ଥାନ୍ତି, ଭଲ ସ୍ଥିତିରେ ଥାନ୍ତି, ସେହି ବ୍ୟକ୍ତି ତାଙ୍କର ଜୀବନରେ ଗୋଟିଏ ଧନୀ ବ୍ୟକ୍ତି ଭାବରେ ପରିବର୍ତ୍ତନ ହୋଇଥାନ୍ତି, ସର୍ବଦା ସମାଜରେ ପ୍ରଶଂସନୀୟ ହୋଇଥାନ୍ତି ଏବଂ ଧନଜନିତ ପ୍ରତ୍ୟେକ ମାମଲାରେ ତାଙ୍କୁ ସଫଳତା ମିଳିଥାଏ। ଆଉ ସେହିପରି ଯେଉଁ ବ୍ୟକ୍ତିଙ୍କର କୁଣ୍ଡଳୀରେ ଶୁକ୍ର ଗ୍ରହ ଦୁର୍ବଳ ସ୍ଥିତିରେ ଥାନ୍ତି, ଖରାପ ସ୍ଥିତିରେ ଥାନ୍ତି, ସେହି ବ୍ୟକ୍ତିଙ୍କର ଜୀବନରେ ସର୍ବଦା ଧନଜନିତ ସମସ୍ୟା ଲାଗି ରହିଥାଏ। ଯେତେ ବି ରୋଜଗାର କଲେ ମଧ୍ୟ ତାହା ତାଙ୍କୁ ନିଅଣ୍ଟ ପଡ଼ିଥାଏ ଏବଂ ସର୍ବଦା ସେ ପ୍ରତ୍ୟେକଟି କାର୍ଯ୍ୟରେ ବିଫଳ ମଧ୍ୟ ହୋଇଥାନ୍ତି। ତେବେ ବନ୍ଧୁଗଣ, ଯଦି ଆପଣମାନେ ଚାହୁଁଥାନ୍ତି ଆପଣଙ୍କ କୁଣ୍ଡଳୀରେ ଶୁକ୍ର ମଜବୁତ ସ୍ଥିତିରେ ରୁହନ୍ତୁ, ଆପଣଙ୍କୁ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତି ହେଉ, ତେବେ ଏହି ଉପାୟଟିକୁ ଆପଣଙ୍କୁ ନୂଆ ବର୍ଷର ପ୍ରଥମ ଦିନରେ କରିବାର ଅଛି। ତେବେ ବନ୍ଧୁଗଣ, ଆପଣ ନୂଆ ବର୍ଷ ଦିନ ବ୍ରହ୍ମ ମୁହୂର୍ତ୍ତରୁ ଉଠି ନିଜର ନିତ୍ୟକର୍ମ ସାରି ଆପଣ ସ୍ନାନ ଆଦି କାର୍ଯ୍ୟଗୁଡ଼ିକ କରିନିଅନ୍ତୁ। ତାପରେ ଆପଣ ଏକ ଶୁଦ୍ଧ ବସ୍ତ୍ର ପରିଧାନ କରନ୍ତୁ। ତାହା ହଳଦିଆ ରଙ୍ଗର ହେଉ ଅଥବା ଲାଲ ରଙ୍ଗର ହେଉ। ଏହାପରେ ଆପଣ ଲାଲ ରଙ୍ଗର ଗୋଟିଏ କପଡ଼ା ନେଇ ସେହି ଲାଲ ରଙ୍ଗର କପଡ଼ା ଉପରେ ଆପଣ ଏକ ମୁଠି ଧଣିଆ ରଖିଦିଅନ୍ତୁ ଏବଂ ନିଜ ସାଥିରେ ଗୋଟିଏ ଶୁଦ୍ଧ ଘିଅର ଦୀପ ନିଅନ୍ତୁ। ଆଉ ଆପଣଙ୍କ ଘର ନିକଟରେ ଥିବା କୌଣସି ଏକ ଲକ୍ଷ୍ମୀଙ୍କ ମନ୍ଦିରକୁ ଆପଣ ଯାଆନ୍ତୁ। ଏହାପରେ ଆପଣ ମା ଲକ୍ଷ୍ମୀଙ୍କ ସମ୍ମୁଖରେ ସାଥିରେ ନେଇଥିବା ଘିଅର ଦୀପଟିକୁ ପ୍ରଜ୍ୱଳନ କରିଦିଅନ୍ତୁ।
ତ ବନ୍ଧୁଗଣ ମନେ ରଖିବେ, ଆପଣ ଯେତେବେଳେ ଦୀପ ନେଉଛନ୍ତି ତ ଦିଆସିଲି ମଧ୍ୟ ଆପଣ ଆପଣଙ୍କ ସାଥିରେ ନେଇକି ଯିବେ। କାରଣ ଯଦି ଆପଣ ଡିଆସିଲି ନିଜର ସାଥିରେ ନେଇକି ଯାଉନାହାନ୍ତି ତ ମନ୍ଦିରରେ ଯଦି ଅନ୍ୟ କୌଣସି ଦୀପ ଜଳୁଥିବାର ଆପଣ ଦେଖିବେ ଆଉ ସେଥିରୁ ହିଁ ଆପଣ ନିଜର ଦୀପକୁ ଜଳାଇ ନେବେ, ତ ଏହାଦ୍ୱାରା ଆପଣଙ୍କୁ କୌଣସି ପ୍ରକାରର ଲାଭ ପ୍ରାପ୍ତି ହେବ ନାହିଁ। କେବଳ ଏହି ଦିନ ହିଁ ନୁହଁ, ବରଂ ଅନ୍ୟ କୌଣସି ଦିନରୁ ମଧ୍ୟ ଅନ୍ୟ କୌଣସି ଦୀପ ଗୁଡ଼ିକରୁ ଆପଣ ନିଜର ଦୀପକୁ ଜଳାଇବା ଉଚିତ ହୋଇନଥାଏ। ଆଉ ସର୍ବଦା ଆପଣ ଆପଣଙ୍କର ଦୀପକୁ ଗୋଟିଏ ଡିଆସିଲ୍ କାଠିରେ ଜଳାଇବା ଉଚିତ। ଆଉ ଗୋଟିଏ ଦୀପକୁ ଜଳାଇ ସାରିବା ପରେ ଆଉ ଗୋଟିଏ ଦୀପକୁ ଆପଣ ନିଜର ହାତରେ ଧରିକି ଜଳାଇବା ଉଚିତ। ଯଦି ଆପଣ ଅନ୍ୟ କାହାର ଦୀପରୁ ନିଜ ଦୀପକୁ ଜଳାନ୍ତି ତେବେ ଆପଣଙ୍କର ସମସ୍ତ ପୁଣ୍ୟ ଫଳ ସେହି ବ୍ୟକ୍ତିଙ୍କୁ ପ୍ରାପ୍ତ ହୋଇଯାଇଥାଏ। ତେବେ ଯଦି ଆପଣ ନିଜର ପୁଣ୍ୟ ଫଳ ଏବଂ ନିଜର ଶୁଭ ଫଳ ପ୍ରାପ୍ତି କରିବାକୁ ଚାହୁଁଛନ୍ତି ତାହେଲେ ଦୀପ ନେବା ବେଳେ ନିଜ ସହିତ ଦିଆସିଲି ନେଇକରି ଯିବେ। ଆଉ ସେହି ଦିଆସିଲି କାଠିରେ ହିଁ ଆପଣ ନିଜର ଦୀପକୁ ଜଳାଇବେ। ତ ଆପଣ ଯେଉଁ ଦୀପ ନେଇଥିବେ ସେହି ଦୀପରେ ତାକୁ ମା ଲକ୍ଷ୍ମୀଙ୍କ ସମ୍ମୁଖରେ ଜଳାଇବେ ଏବଂ ମା ଲକ୍ଷ୍ମୀଙ୍କ ଠାରୁ ଆଶୀର୍ବାଦର କାମନା କରିବେ। ମା ଲକ୍ଷ୍ମୀଙ୍କ ନିକଟରେ ଆପଣ ନିଜର ସମସ୍ୟାକୁ ଜଣାଇବେ। ମା ଲକ୍ଷ୍ମୀଙ୍କର କୌଣସି ମନ୍ତ୍ର ଜପ କରିବେ। ଏହାପରେ ଆପଣ ଯେଉଁ ପୁଡ଼ିଆଟି ନେଇଥିବେ ସେହି ପୁଡ଼ିଆକୁ ଆପଣ ମା ଲକ୍ଷ୍ମୀଙ୍କର ଡାହାଣ ଚରଣରେ ଛୁଆଇଁ ଦେବେ। ଆଉ ମା ଲକ୍ଷ୍ମୀଙ୍କୁ ଆପଣ ପ୍ରାର୍ଥନା କରିବେ ଯେ, ହେ ମା ଲକ୍ଷ୍ମୀ, ଆପଣ ମୋତେ ଆପଣଙ୍କର ଆଶୀର୍ବାଦ ପ୍ରଦାନ କରନ୍ତୁ। ଆପଣଙ୍କର ଆଶୀର୍ବାଦରେ ମୋର ଘର ଧନଧାନ୍ୟରେ ଭରିଯାଉ। ମୋର ଗୃହରେ କେବେ ବି ଧନଧାନ୍ୟର କମି ନ ହେଉ। ଆପଣ ମୋ ସହିତ ମୋର ଗୃହରେ ବିରାଜମାନ କରନ୍ତୁ ଏବଂ ମୋ ଗୃହରେ ସ୍ଥାୟୀ ବାସ କରନ୍ତୁ। ମାଙ୍କ ନିକଟରେ ଏପରି ପ୍ରାର୍ଥନା କରି ଆପଣ ନିଜର ଘରକୁ ସେହି ପୁଟୁଳିଟିକୁ ନେଇ ଆସିବେ। ତାପରେ ଏହାକୁ ନେଇକରି ଆପଣ ନିଜର ଧନ ରଖୁଥିବା ସ୍ଥାନରେ ରଖିଦେବେ। ଆଉ ମଧ୍ୟ ଆପଣ ଚାହିଁଲେ ଏହାକୁ ନିଜର ଠାକୁର ଘରେ ମଧ୍ୟ ରଖିପାରିବେ। ଏପରି କରିବା ଦ୍ୱାରା ଧଣିଆଟି ଅଭିମନ୍ତ୍ରିତ ହୋଇଯାଇଥାଏ ଏବଂ ବର୍ଷ ସାରା ଏହା ଆପଣଙ୍କୁ କେବେ ବି ଆପଣଙ୍କ ଜୀବନରେ ଧନର ଅଭାବ ହେବା ପାଇଁ ଦେଇନଥାଏ। ଏହା ବ୍ୟତୀତ ଯଦି ଆପଣ ଏହି ଉପାୟଟିକୁ କରି ନେଉଛନ୍ତି ତାହେଲେ ଆପଣଙ୍କ କୁଣ୍ଡଳୀରେ ଶୁକ୍ର ଗ୍ରହ ମଧ୍ୟ ମଜବୁତ ହୋଇଯାଇଥାନ୍ତି ଏବଂ ଆପଣଙ୍କୁ ମଧ୍ୟ ଶୁଭ ଫଳ ପ୍ରଦାନ କରିଥାନ୍ତି, ଯାହାଫଳରେ ଆପଣଙ୍କ ଜୀବନରେ ଧନ ବୃଦ୍ଧି ହେବା ଆରମ୍ଭ ହୋଇଯିବ। ଏହା ଛଡ଼ା ଆପଣ ଯେଉଁ କାର୍ଯ୍ୟଗୁଡ଼ିକ ମଧ୍ୟ କରିବେ ସେହି ସବୁ କାର୍ଯ୍ୟଗୁଡ଼ିକରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ଆପଣଙ୍କ ଜୀବନକୁ ଧନ ଆସିବାର ସମସ୍ତ ମାର୍ଗଗୁଡ଼ିକ ମଧ୍ୟ ଖୋଲିଯିବ। ତେବେ ଆପଣ ନିଶ୍ଚିନ୍ତ ରୂପରେ ଏହି ଉପାୟଟିକୁ ନୂଆ ବର୍ଷର ପ୍ରଥମ ଦିନରେ ପାଳନ କରନ୍ତୁ। ତେବେ ବନ୍ଧୁଗଣ, ଏହା ଥିଲା ସେହି କିଛି ଗୁପ୍ତ ଉପାୟ ଗୁଡ଼ିକ ଯାହାକୁ ଆପଣ ଏହି ନୂଆ ବର୍ଷ ଦିନ ଅବଶ୍ୟ ରୂପରେ ପାଳନ କରନ୍ତୁ। ଧନ୍ୟବାଦ।